ବନ୍ଧୁ ସମସ୍ତଙ୍କ ଶୁଭେଚ୍ଛା। ଖନ୍ନାବଚନ ବହିର 42 ପୃଷ୍ଠାରୁ ଯାତ୍ରା ସମୟର କିଛି ଶୁଭାଶୁଭ ତଥ୍ୟ ରହିଛି। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବା ପାଇଁ ଅନୁରୋଧ। ପ୍ରଥମରେ ଅଛି, ଯାତ୍ରା ଅଶୁଭ କଥା ମାନ ଶୁଣ, ଜାଣି ଆଗରୁ ହେବ ସାବଧାନ। ଯାତ୍ରା କରିବା ସମୟରେ, ଘରୁ ବାହାରି ଶୁଭ କାର୍ଯ୍ୟରେ ଯିବା ସମୟରେ କ'ଣ ଶୁଭାଶୁଭ ରହିଛି ସେସବୁ ଜାଣି ଆମେ ସାବଧାନ ହେବା ଉଚିତ। ତେବେ ଘରୁ ବାହାରି ଯିବା ସମୟରେ ବିରାଡ଼ି ଯେବେ କଳହ କରନ୍ତି, ବେନି ସହୋଦର କଳି କରୁଥାନ୍ତି। ବିରାଡ଼ି ବୋଇଲେ କି ବିଲେଇ। ଘରୁ ବାହାରି ଯିବା ସମୟରେ ବିଲେଇ ଯଦି 2ଟି ବିଲେଇ କି 3ଟି ବିଲେଇ କାମୁଡ଼ା କାମୁଡ଼ି ହେଉଥାନ୍ତି ବା ରଡ଼ି ଛାଡ଼ୁଥାନ୍ତି, ତେବେ ଏ ସମୟରେ ଘରୁ ବାହାରିବା ବିପଦଜନକ। ତାହେଲେ ଗୋଟିଏ କାମ ରହିଛି, ଗୁରୁତ୍ୱପୂର୍ଣ୍ଣ କାମ ରହିଛି। এই ସମୟରେ ଆମେ ବାହାରିଛେ, ତାହେଲେ କରିବା କ'ଣ? ସେହି ସମୟରେ କିଛି ସମୟ ଟିକେ ଘରେ ଅପେକ୍ଷା କରିବା, ରହିଯିବା, ଅଟକି ଯିବା। ଯେଉଁ ପୋଷାକ ପିନ୍ଧିଥିବା ତାକୁ ଚେଞ୍ଜ କରିଦେବା। କିଛି ସମୟ ପରେ ପୁଣି ସେ ପୋଷାକ ପିନ୍ଧିବା। ତେବେ କାର୍ଯ୍ୟକୁ ବାହାରିଲେ ମଙ୍ଗଳ ହେଇପାରେ। ବେନି ସହୋଦର କଳି କରୁଥାନ୍ତି, 2 ଭାଇ ଝଗଡ଼ା ଲାଗନ୍ତି, କଳି କରୁଛନ୍ତି, ସେ ସମୟରେ ବାହାରିକି ଯିବା କଥା ନୁହଁ। କିନ୍ତୁ ଏଠି ଗୋଟେ ଭଲ କଥାଟିଏ ରହିଛି, ବିରାଡ଼ି କଥା। ଏ ଅଧିକାଂଶ ଟାଇମରେ ଦେଖାଦିଏ, କିନ୍ତୁ ବିରାଡ଼ିର ଦୋଷ ନୁହଁ। ବିରାଡ଼ି କିନ୍ତୁ ସତର୍କ କରିଦିଏ, ସାବଧାନ କରିଦିଏ ଯେ ଯାହାର ବିପଦ ପଡ଼ିବାର ଥିବ ସେ ଦେଖାଦେବ। ଯାହାର ଶୁଭ କାମରେ ବାହାରିଥିବେ, କାର୍ଯ୍ୟଟି ମଙ୍ଗଳ ହେବ, ସେ ଦେଖାଦେବନି। ଯାହାର ଅସୁବିଧା ଥିବ ସେ ଦେଖାଦେବ ଏବଂ ସେ ସତର୍କ କରିଦିଏ। ଆଉ 2 ଭାଇ ଯଦି କଳି କରୁଥିବେ, ସେ ସମୟରେ ଝଗଡ଼ା ଲାଗୁଥିବେ, ପାଟିଗୋଳ ହେଉଥିବେ, ସେ ସମୟରେ ଘରୁ ବାହାରିବା ବିପଜ୍ଜନକ। ଏମନ୍ତ ଯୋଗରେ କେବେ ଯାତ୍ରା ନ କର, କଲେ ନିଶ୍ଚେ ଘଟିଯିବ ତହିଁ ଅମଙ୍ଗଳ। ଏ ସମୟରେ କେବେ ଯାତ୍ରା କରିବା କଥା ନୁହେଁ। ତେଣୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି, ଆମେ ଟିକେ ଅପେକ୍ଷା କରିବା। କିଛି ସମୟ ପରେ ଆମେ ଗନ୍ତବ୍ୟ ପଥର ପଥିକ ହେବା। ଆଉ କ'ଣ ରହିଛି, ଗୋରୁ ପୁଚ୍ଛରେ କାକ ବସିବା ବେଳରେ, ଯାତ୍ରା ଅନୁକୂଳ ଯେବେ କରନ୍ତି ନରେ। ଏ ଗୋରୁ ପୁଚ୍ଛରେ କାକ ବସିବା ବେଳରେ, ଯାତ୍ରା ଅନୁକୂଳ ଯେବେ କରନ୍ତି ନରେ। ଗାଈ ହେଉ କିମ୍ବା ବଳଦ ହେଉ, ପୁଚ୍ଛରେ, ପୁଚ୍ଛ ହେଲା ଲାଞ୍ଜ, ତା ଲାଞ୍ଜରେ ଯଦି କାକ, କାକ ବୋଇଲେ କି କାଉ ଯଦି ବସିଛି ଯାତ୍ରା ସମୟରେ ଦେଖିଲେ, ତାହେଲେ କ'ଣ କରିବା? ଏ ସମୟରେ କ'ଣ ହବ? 5 ନମ୍ବର ଦେଇଛି, କ'ଣ ହବ? ଏ ବାଟ ମଧ୍ୟରେ ସର୍ପ ଦଂଶନ ହୋଇ, ତେଣୁ ଏହି ଯାତ୍ରା ଅଶୁଭ ଅଟଇ। ଗୋରୁ, ଗାଈ ବା ବଳଦ ଲାଞ୍ଜରେ ଯଦି କାଉ ବସିଥିବ, ଏହି ସମୟରେ କେହି ଯାଉଥିବେ ସେଇ ବାଟ ଦେଇ ଦେଖିଲେ, ତେବେ ବାଟ ମଧ୍ୟରେ ସାପ ତାକୁ କାମୁଡ଼ିବ, ଯାତ୍ରା ଅଶୁଭ ହେବ। ତେଣୁ ସେଇଠୁ ଫେରି ଆସିବା ଭଲ। ଦେଖିଦେଲେ ସେଇଠୁ ଫେରି ଆସିବା କିଛି ସମୟ ପରେ। ତାପରେ ଠିକ୍ ଶୁଭ ସମୟ ଦେଖି ଆମେ ଯଦି ଯାତ୍ରା କରିବା, ତାହେଲେ ମଙ୍ଗଳ ହେବ। ଆଉ ଯାତ୍ରା ସମୟରେ ପୁଣି ମଇଁଷି ପୃଷ୍ଠରେ କାକ ବସିଥିବା ଯେବେ ଦେଖି ନେତ୍ରରେ। ଯାତ୍ରା ସମୟରେ ମଇଁଷି ପୃଷ୍ଠରେ, ମଇଁଷି ପୃଷ୍ଠର ଅର୍ଥ ମଇଁଷି ପିଠିରେ କାକ ବସିଥିବା ଯେବେ ଦେଖି ନେତ୍ରରେ। ଯଦି ନେତ୍ର ବୋଲେ କି ଚକ୍ଷୁ, ଆଖି, ଆମେ ଯାତ୍ରା କରିବା ସମୟରେ ଯଦି ମଇଁଷି ପିଠିରେ କାଉ ବସିଥିବାର ଦେଖିବା,
ତାହେଲେ ତେବେ ସେହି ଦିନ କେବେ ଯାତ୍ରା ନ କରିବ, କଲେ ପ୍ରାଣନାଶ ନିଶ୍ଚୟ ତାର ହୋଇବ। ମଇଁଷି ପିଠିରେ କାଉ ବସିଥିବାର ଯଦି ଦେଖିଦେଲେ, ତେବେ ସେଦିନ ଆଉ ଯିବନି, ଫେରି ଆସିବ। ଯଦି କଥା ନ ମାନିକି ଯିବ, ତାହେଲେ ସେଠି ଦୁର୍ଘଟଣା ଘଟିବ, ପ୍ରାଣନାଶ ହେବ। ସେହିଠାରୁ ଘରକୁ ଲେଉଟି ଆସିବ, ଆଉ ଅନ୍ୟ ଦିନେ ବୁଝି କରି ଯାତ୍ରା କରିବ। ସେଇଠାରୁ ଘରକୁ ଫେରି ଆସିବ, ଆଉ ଦିନେ ଶୁଭାଶୁଭ ବେଳ ଦେଖି ଯାତ୍ରା କଲେ ମଙ୍ଗଳ ହେବ। ଆମେ ଯଦି ଏ ଖନାଙ୍କର ବାଣୀକୁ ମାନିବା, ତେବେ ସମସ୍ତଙ୍କର ମଙ୍ଗଳ ହେବ। ଆଜି ପାଇଁ ଭିଡ଼ିଓଟି ଏତିକି, ରହିଲି, ଥ୍ୟାଙ୍କ ୟୁ।